କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ କଥା ହେବା ଚନ୍ଦ୍ରଗ୍ରହଣ ସମୟରେ ରକ୍ତ ଲାଲ ଚନ୍ଦ୍ର କାହିଁକି ଦେଖାଯାଏ, ଯାହା ଆମେ ଏବେ ରିସେଣ୍ଟଲି 7 ଆଉ 8ର ଚନ୍ଦ୍ରଗ୍ରହଣରେ ଦେଖିଛନ୍ତି। ତ କାରଣଟି ହେଉଛି, ତା ବୈଜ୍ଞାନିକ କାରଣଟି ହେଉଛି ପୃଥିବୀ ସୂର୍ଯ୍ୟ କିରଣକୁ ଅବରୋଧ କରେ। ଆମେ ସମସ୍ତେ ଜାଣିଛନ୍ତି, ଭିଡିଓରେ ବି ମଧ୍ୟ ଆମେ ଦେଖିଛନ୍ତି କି ଯେତେବେଳେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୁଏ ସେହି ସମୟରେ କ'ଣ ଥାଏ, ପୃଥିବୀ ସୂର୍ଯ୍ୟ ଆଉ ଚନ୍ଦ୍ର ମଧ୍ୟରେ ଆସିଯାଏ। ତ କ'ଣ ହୁଏ ନା, ପୃଥିବୀର ଯୋଉ ଛାୟାଟି ଥାଏ ତାହା ଯାଇକି କ'ଣ ହୁଏ ନା ଜହ୍ନ ଉପରେ ପଡେ, ଆଉ ସୂର୍ଯ୍ୟଙ୍କର ଡାଇରେକ୍ଟ ରଶ୍ମିଟି ଚନ୍ଦ୍ର ଉପରେ ପଡେ ନାହିଁ, କିନ୍ତୁ ସିଧାସଳଖ ପଡେନି, ଅବରୋଧ କରେ କିଏ ନା ପୃଥିବୀ। କିନ୍ତୁ ସୂର୍ଯ୍ୟଙ୍କ ଆକାର ଯେହେତୁ ବଡ, ତାଙ୍କର ଯୋଉ ରଶ୍ମିଟି ଥାଏ ସିଏ କ'ଣ କରେ, ପୃଥିବୀର ବାୟୁମଣ୍ଡଳକୁ ସ୍ପର୍ଶ କରି ଜହ୍ନ ଉପରକୁ ମାନେ ଜହ୍ନ ଆଡକୁ ଯାଏ। କିଛି ପୋର୍ସନ ସୂର୍ଯ୍ୟ କିରଣର ଯାଇକି ଜହ୍ନ ପାଖରେ ପହଞ୍ଚେ। ତା ପରର କଥା ହେଲା, ଯେତେବେଳେ ସୂର୍ଯ୍ୟ କିରଣ ବାୟୁମଣ୍ଡଳ ଦେଇ ଯିବା ସମୟରେ କ'ଣ ହୁଏ, ଆମେ ଯେତେବେଳେ ଆକାଶକୁ ଦେଖନ୍ତି ଆମକୁ ଦେଖାଯାଏ ବ୍ଲୁ କଲର, ବା ଆମକୁ ଦେଖାଯାଏ କ'ଣ ନା କେତେବେଳେ କେତେବେଳେ ଡାର୍କ ବ୍ଲୁ କଲର ଦେଖାଯାଏ। ତାର କାରଣ ହିଁ ଥାଏ, ଯେତେବେଳେ ସୂର୍ଯ୍ୟଙ୍କ କିରଣ ବାୟୁମଣ୍ଡଳର ସ୍ପର୍ଶ ଦେଇକି ଯାଏ ସେଠି ଗୋଟେ ୱେଭ୍ କ୍ରିଏଟ ହୁଏ, ଆଉ ସେଇ ୱେଭ୍ରେ କ'ଣ ଥାଏ ନା ନୀଳ ଆଉ ବାଇଗଣୀ ରଙ୍ଗ ଥାଏ। ତ ସେଇ ଯୋଉ ୱେଭ୍ଟି ଯାଏ, ଯେତେବେଳେ ସେ ସ୍ପର୍ଶ କରି ପୃଥିବୀର ବାୟୁମଣ୍ଡଳ ସ୍ପର୍ଶ କରିକି ଯାଏ, ସେତେବେଳେ କ'ଣ ହୁଏ, ସେଇ ଯୋଉଟା ୱେଭଲେନ୍ଥଟା ଯାଏ ସିଏ ଯେତେ ବାଟ ସ୍ପ୍ରେଡ୍ ହୁଏ, ବହୁତ ସ୍ପ୍ରେଡ୍ ହୁଏ, ଆଉ ସେଇ ୱେଭଲେନ୍ଥରେ ନୀଳ ରଙ୍ଗ ବାଇଗଣୀ ରଙ୍ଗ ଥାଏ, ସେଥିପାଇଁ ଆକାଶ ନୀଳ ଦେଖାଯାଏ। କିନ୍ତୁ ଯେତେବେଳେ ସୂର୍ଯ୍ୟଙ୍କର ସେଇ ୱେଭଲେନ୍ଥରୁ ଲାଲ ଆଉ କମଳା ରଙ୍ଗର ୱେଭଲେନ୍ଥ ବାହାରେ, ସିଏ କ'ଣ ହୁଏ, ବେଶୀ ବାଟ ସ୍ପ୍ରେଡ୍ କରିପାରେ ନାହିଁ। ଯେତେବେଳେ ସେ ସ୍ପ୍ରେଡ୍ କରିପାରେ ନାହିଁ, ଆର୍ଥର ଆଟମୋସ୍ଫିୟରକୁ ଯାଇ ଆର୍ଥର ଆଟମୋସ୍ଫିୟରରେ ପହଞ୍ଚି ସେ କ'ଣ କରେ, ଯେତେବେଳେ ବାହାରେ ସେତେବେଳେ ସେ ଦେଖାଯାଏ କ'ଣ ନା ଲାଲ ଆଉ କମଳା ରଙ୍ଗ ଦେଖାଯାଏ। ତ ଏହି ଲାଲ ଆଉ କମଳା ଆଲୋକ ପୃଥିବୀ ଚାରିପାଖରେ ବଙ୍କା ହୁଏ, ମାନେ ତେଢା ହୁଏ ଏବଂ ଚନ୍ଦ୍ର ଉପରେ ପଡିଥାଏ। କାରଣ ଡାଇରେକ୍ଟ ପଡିପାରିବନି, ତେର୍ଛା ହେଇକି ପଡିବ, ତ ଚନ୍ଦ୍ର ଉପରେ ପଡିଥାଏ, ଯାହା ଏହାକୁ ସମ୍ପୂର୍ଣ୍ଣ ଅନ୍ଧକାର ବଦଳରେ ଲାଲ କିମ୍ବା ତମ୍ବା ରଙ୍ଗର ଆଭା ପ୍ରଦାନ କରେ। ସେଥିପାଇଁ ଆମେ ତାକୁ ରକ୍ତ ଚନ୍ଦ୍ର କୁହନ୍ତି। ସେହି ସମୟରେ ପୃଥିବୀର ବାୟୁମଣ୍ଡଳରେ କ'ଣ ହୁଏ, ଯେତେବେଳେ ଏଇ ଘଟଣାଟି ଘଟେ ସେତେବେଳେ ପୃଥିବୀର ବାୟୁମଣ୍ଡଳରେ କେତେ ଧୂଳି, ପ୍ରଦୂଷଣ କିମ୍ବା ଆଗ୍ନେୟ ପାଉଁଶ ଅଛି ତାହା ଉପରେ ମଧ୍ୟ ନିର୍ଭର କରେ। ତ ଆଟମୋସ୍ଫିୟରରେ ଯେତେ ପଲ୍ୟୁସନ ଥାଏ, ତ ସେଇ ପଲ୍ୟୁସନ ମଧ୍ୟ ତା ଭିତରେ ତାକୁ ବି ମଧ୍ୟ କନସିଡର କରାଯାଏ। ତେଣୁ ଏହି ସବୁ କାରଣ ପାଇଁ ଚନ୍ଦ୍ର କ'ଣ ହୁଏ, ଗ୍ରହଣ ସମୟରେ ରକ୍ତ ଲାଲ ଦେଖାଯାଏ। ବୁଝିହେଲା? ଯଦି କିଛି ଡାଉଟ୍ ଆସିଲା ବା ମୁଁ କହିଲା ବେଳେ କୋଉ ଜାଗାରେ ବୁଝିହେଲାନି, କମେଣ୍ଟରେ କରିବ ଆଉ ଏକ୍ସପ୍ଲେନ୍ କରିବା। ଆଉ ଯଦି ବୁଝିହେଲା, ଭଲ ଲାଗିଲା, ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ଦେଖା ହବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।